जय जगन्नाथ। तुमेव माताश्च पिता तुमेव तुमेव बंधुश्च सखा तुमेव। ସବୁବେଳେ ଭଗବାନ ହିଁ ହେଉଛନ୍ତି ତୁମର ବନ୍ଧୁ, ପୁଅ, ଝିଅ, ବାପ, ମା ସବୁକିଛି। ସମସ୍ତେ ତମ ହାତ ଛାଡ଼ିଦେବେ କିନ୍ତୁ ପ୍ରଭୁ କେବେ ତମ ହାତ ଛାଡ଼ିବେନି। ତମେ ଯାହା ଚାହୁଁଛ ସେ କେବେ କରନ୍ତିନି। ତମର ଯାହା ମଙ୍ଗଳ ହେବ ସେ ହିଁ କରନ୍ତି। ବହୁତ ସୁନ୍ଦର କଥାଟିଏ କହୁଛି। ଜଣେ ମଧ୍ୟବୟସ୍କା ମହିଳା ଯେତେବେଳେ ତାଙ୍କର ପାରିବାରିକ ଜୀବନ କଟାଉଥିଲେ, ହଠାତ୍ ତାଙ୍କର ସ୍ୱାମୀ ତାଙ୍କୁ ଛାଡ଼ି ଚାଲି ଯାଇଥିଲେ। ଏକଦମ ଏକା ହେଇଯାଇଥିଲେ, ପୁରା ପାଗଳିଙ୍କ ଭଳିଆ ହେଇଥିଲେ। ତାଙ୍କୁ ଜଣେ କହିଲା, ତୁମେ ଏକା ରହୁଛ, ତମେ ବାଲଗୋପାଳଙ୍କୁ ଆଣି ଘରେ ରଖ। ସେ କଥା ମାନି ଗୋଟେ ବାଲଗୋପାଳ ଆଣିକିରି ରଖିଥିଲେ, ମୂର୍ତ୍ତି ଆଣି ରଖିଥିଲେ। ସେ ବାଲଗୋପାଳଙ୍କ ସହିତ ସବୁବେଳେ ଯେମିତି ଛୁଆମାନଙ୍କ ସହିତ କଥା ହନ୍ତି ସେ ସେଇଭଳିଆ ହେଉଥିଲେ। ଆଉ ବାହାରେ ଭିତରେ ଅନ୍ୟ ଲୋକମାନଙ୍କ ସାଙ୍ଗରେ କଥା ହେଉଥିଲେ, କହିଲେ ମୋ ବାଲଗୋପାଳ ଆଜି ଖାଇନି, ମୋ କାହ୍ନା ଆଜି ରୁଷିଲା, ମୋ କାହ୍ନା ଆଜି ଗାଧୋଇବାକୁ ଅଝଟ କଲା। ଯେମିତି ଛୁଆମାନଙ୍କୁ କୁହାଯାଏ ସେମିତି ସେ କରୁଥିଲେ। ତାଙ୍କର ପ୍ରତ୍ୟେକ ସମୟ ତାଙ୍କ ସହିତ କଟିଯାଉଥିଲା, ତାଙ୍କୁ ଆଉ ଏକା ବୋଧ ହେଉନଥିଲା। କାରଣ ଯିଏ ଯେଉଁ ପ୍ରଭୁ ତୁମର ବନ୍ଧୁ ସଖା ହୁଅନ୍ତି ସେ ତୁମକୁ ସବୁବେଳେ ହିଁ ସହାୟ ହୁଅନ୍ତି। ପ୍ରତି ମୁହୂର୍ତ୍ତରେ ସେ ବାଲଗୋପାଳ ତାଙ୍କର ଛୁଆ ଭଳିଆ ସେ ପାଳୁଥିଲେ। ଦିନେ ଗାଁରେ ସମସ୍ତ ଲୋକ କହିଲେ, ଆମେ ତୀର୍ଥ କରିବାକୁ ଯିବା, ତମେ ଆମ ସାଙ୍ଗରେ ଚାଲ। ନା ତମେ ଯଦି ତୀର୍ଥ କରିବାକୁ ଯିବ, ମୋ କାହ୍ନାକୁ ମୁଁ କାହା ପାଖରେ ଛାଡ଼ିଯିବି? ମୋ ଗୁଣ୍ଠୁଣି କାହ୍ନାକୁ ମୁଁ କାହା ପାଖରେ ଛାଡ଼ିକି ଯିବି? ସେ କେମିତି ରହିବ, କେମିତି ଖାଇବ, ଗାଧୋଇବ? ଛୁଆଟା ମୋର କ୍ଷୀର ପିଏ, କେମିତି ଖାଇବ? ମୁଁ କାହା ଦାୟିତ୍ୱରେ ନେଇକି ଯିବି? ନା ମୁଁ ଯିବିନି, ତମେମାନେ ଯାଅ। ଶେଷ ମୁହୂର୍ତ୍ତରେ ସ୍ୱାମୀ ଯେତେବେଳେ ଅନୁରୋଧ କଲେ, ଯଦି ମୁଁ ଯିବି ତାହେଲେ ମୋ କାହ୍ନାକୁ ସାଙ୍ଗରେ ନେଇଯିବି, ମୋ ଗୁରୁଣ୍ଡି ଗୋପାଳକୁ ସାଙ୍ଗରେ ନେଇକି ଯିବି, ସେ ମୋ ସାଙ୍ଗରେ ଯିବ। ତାଙ୍କର ବାଲଗୋପାଳଙ୍କର ସବୁ ଖାଇବା ଜିନିଷ, ତାଙ୍କର ଯାହା ଯାହା ନିତ୍ୟକର୍ମର ଜିନିଷ ସବୁ ଧରି ବୁଢ଼ୀଟି, ତେଣୁ ବୁଢ଼ୀ ହେଇଗଲେଣି, ଆସ୍ତେ ଆସ୍ତେ ବୁଢ଼ୀ ହେଇଗଲେଣି, ବୃଦ୍ଧା ଲୋକଟି ଗଲେ ତୀର୍ଥ କରିବାକୁ। ସେ ଶଗଡ଼ ଗାଡ଼ିରେ ଯାଉଛନ୍ତି, ଗାଡ଼ି ଆଗରେ କାହ୍ନାକୁ ପଶେଇଛନ୍ତି। ଏଇ ଦେଖ କାହ୍ନା, ଏଇ ସହର ଆଇଲା, ଏଇ ଗାଁ ଆଇଲା, ଏଇଠି ମୋର ଅମକ ଥିଲା, ଏଇଠି ମୋର ବନ୍ଧୁ ଘର ଥିଲା। ଏମିତି ବୁଝେଇ ବୁଝେଇ କାହ୍ନାକୁ କହି ସମସ୍ତେ ଭାବିଲେ କ'ଣ ପାଗଳି ହେଇଯାଇଛି ନା କ'ଣ, ଏମିତି କ'ଣ ଗପୁଛି। ସମସ୍ତେ ଚୁପଚାପ କିଛି ଆଉ କହୁନଥାନ୍ତି, ଖାଲି ମନେ ମନେ ଭାବୁଛନ୍ତି। ଇଏ ତାଙ୍କର ଗପିଛନ୍ତି, ହେଲେ ମୋର କାହ୍ନାର ସମୟ ହେଲାଣି, ଖାଇବ, ତୋ ବାପା ଟିକେ କ୍ଷୀର ପିଇଦେ। ତାକୁ ଏତେ ଲୋକ ବଇଛନ୍ତି ବୋଲି କାଳେ ଲୋଭ ଲାଗିଯିବ, ଗୋଟେ କପଡ଼ା ପର୍ଦା ଭଳିଆ କରି ତାକୁ କ୍ଷୀର ପିଇଦେବେ। ସବୁ ସେମିତି ଚାଲିଥାଏ। ସେଠୁ ତୀର୍ଥ କରିବାକୁ ନେଇକି ଗଲେ, ସେଠୁ ସମସ୍ତେ ପାଣି ଯେଉଁ ଗଙ୍ଗା ପାଣିରେ ଗାଧୋଇଲେ, କାହ୍ନାକୁ ମଧ୍ୟ ସେ ଗାଧୋଇ ଦେଲେ। ଆଣିକି ଶୀଘ୍ର ଶୀଘ୍ର ପୋଛି ପକେଇଲେ, ମୋ କାହ୍ନାକୁ ଜ୍ୱର ହେଇଯିବ ଏତେ ପାଣିରେ ବୁଡ଼ିଲେ। ତାପରେ ସମସ୍ତେ କହିଲେ କାମ ସରିଲା, ଏଥରକ ଚାଲ ଯିବା। ନା ନା ନା, ମୋ କାହ୍ନା କହୁଛି ଯେ ଜଲେବି ଖାଇବ। ଆରେ କାହ୍ନା କ'ଣ କହୁ ଜଲେବି ଖାଇବ? ନା ନା, ମୋ କାହ୍ନା କହୁଛି ଜଲେବି ଖାଇବ, ସେ ଜଲେବି ନ ଖାଇଲେ ଯିବନି। ତାପରେ ଲୋକ କହିଲେ, ଆରେ ଡେରି ହେଲାଣି, ଚାଲ ଯିବା, ଘରେ ଯାଇ ପହଞ୍ଚିଲା ବେଳକୁ ପୁଣି ବେଶୀ ଡେରି ହେଇଯିବ, ରାତି ହେଇଯିବ, ଚାଲ ଚାଲ। ନା ନା ନା, ମୋ କାହ୍ନା ଜଲେବି ଖାଇବ। ସେଠୁ ଜଣେ ଲୋକ ଯାଇ ଜଲେବି ନେଇକି ଆଇଲା। ସେଠୁ ଗୋଟେ ଜାଗାରେ ଗୋଟେ କଡ଼େଇରେ ଲୁଗାକୁ ଏମିତି ଆଢ଼ୁଆଳ କରିକିରି କାହ୍ନାକୁ ଜଲେବି ଖାଇବାକୁ ନେଲା। ତାପରେ କିଛି ସମୟରେ କହିଲେ, ନା ନା, ମୋ କାହ୍ନା ଜଲେବି ଖାଉନି, କହୁଛି ଇଏ ଦେଶୀ ଘିଅର ନୁହଁ, ଇଏ ହେଉଛି ଚାଲୁ ଘିଅ, ସେ ଖାଇବନି। ଆରେ ବାବାରେ, ବେଶୀ ଡେରି ହେଲାଣି, ଚାଲ ଘରକୁ ଯିବା ମାଉସୀ, କାହିଁକି ଏମିତି ହେଉଛ? ନା ତମେ ତମ ଯା, ମୋର କାହ୍ନାରେ ଏଇଠି ରହିଲୁ। ତାପରେ ସେ ଲୋକଟି ବାଧ୍ୟ ହେଇକିରି ଗଲା, ପୁଣି ଗୋଟେ ଦେଶୀ ଘିଅର ଜଲେବି ଖୋଜିକି ଆଣିଲା। ସେଠୁ ମାଉସୀ ନେଇକିନା ତାର ଘୋଡ଼େଇକିରି ଖୁଆଇଲା। କିଛି ସମୟ ପରେ ପର୍ଦା ଖୋଲା ହେଲା, ସେତେବେଳେ ସମସ୍ତେ ଦେଖିଲେ କାହ୍ନା ପାଖରେ ଆଉ ଜଲେବି ନାହିଁ। କାରଣ କାହ୍ନା ପାଖରେ ଜଲେବି ଥୋଇ ଦିଏ ଲୁଗା ଘର ଦେଇ ବାହାରକୁ କାଳେ ଲୋକ ପ୍ରଥମେ ଭାବିଥିଲେ ବୁଢ଼ୀ ବୋଧେ ଖାଇବ, ସେଥିପାଇଁ କାହ୍ନା ନାଁ କହୁଛି। କିନ୍ତୁ ଦେଖିଲା ବେଳକୁ ଯେତେବେଳେ ମାଉସୀଟି ଜଲେବି ଦେଇକି ଆସିଲା କାହ୍ନାକୁ, ସେତେବେଳେ ମାଉସୀ ବାହାରେ ଥିଲେ, ଆଉ କାହ୍ନା ଆଉ ଜଲେବି ଭିତରେ ଥିଲା। ଦେଖିଲା ବେଳକୁ ଜଲେବି ନାହିଁ। ସମସ୍ତେ କାବା ହେଇଗଲେ, କହିଲେ ବାବାରେ, ଏ ସତରେ ତ କାହ୍ନା ଖାଇ ଦେଇଛି ଜଲେବି। ସମସ୍ତେ ସେଠୁ ମାଉସୀଙ୍କ ଗୋଡ଼ ତଳେ ପଡ଼ିଗଲେ, ମାଉସୀ ସତରେ ତମେ ସତ କଥା କହୁଥିଲ, ତମର କ'ଣ ସାଙ୍ଗ ବନ୍ଧୁ ବାନ୍ଧବ ଦରକାର? ଆମେ ବେଳେବେଳେ ମନ ଦୁଃଖ କରୁ, ଏଇ ସିଏ ଆମ ସାଙ୍ଗରେ ଭଲ କଥା ହେଉନି, ସିଏ ଆମ ସାଙ୍ଗରେ ମିଶୁନି, ସିଏ ମୋତେ ଏମିତିଆ କଥା କହିଲା, ସିଏ ମୋ ସାଙ୍ଗରେ ରିଲେସନ୍ କଟେଇଦେଲା। ଦେଖିଲେ ନା, କିଛି ଦରକାର ନାହିଁ। ପ୍ରଭୁ ସାଙ୍ଗରେ ଅଛନ୍ତି ମାନେ ତମ ସାଙ୍ଗରେ ସମସ୍ତେ ଅଛନ୍ତି। ଯେଉଁ କହନ୍ତିନି କି ଆଉ କେହି ଲୋଡ଼ା ନାହିଁ, ତୁ ମୋର ଲୋଡ଼ା, ସତ କଥା। ସିଏ ହେଉଛି ଦୀନବନ୍ଧୁ, ଦୀନ ବାନ୍ଧବ, ସବୁବେଳେ ମନ କଥା ବୁଝିପାରନ୍ତି, ସମସ୍ତଙ୍କ କଥା ବୁଝିପାରନ୍ତି। ତେଣୁ କେତେକ ଜାଗାରେ ଦେଖିବ ଇମ୍ପସିବୁଲ୍ ଜିନିଷ ଗୁଡ଼ା ହେଉନଥିବ, ଅନିଶ୍ଚିତା ପ୍ରଭୁଙ୍କୁ ତୁମେ ଭକ୍ତି କଲେ, ପ୍ରଭୁଙ୍କୁ ତୁମେ ସଚ୍ଚା ମନରେ ଡାକିଲେ ସେ ତୁମର ପରିପୂରଣ କରନ୍ତି। ତେଣୁ ସମସ୍ତେ ଖୁସି ହେଇଗଲେ, ଯାହା ହଉ
କାହ୍ନା ଜଲେବି ଖାଇଦେଇ ଯେ ଲୋକଟି ଆଣିଥିଲା ସିଏ ବି ଖୁସି, ଏ ମାଉସୀ ବି ଖୁସି। ତେଣୁ ଦେଖିଲେ ନା, ସବୁବେଳେ ଭଗବାନଙ୍କ ସାଥିରେ ତମେ ସବୁବେଳେ ଅଛନ୍ତି, କିନ୍ତୁ ତମର ସେତିକି ନିର୍ମଳ ଚକ୍ଷୁ ଦରକାର, ନିର୍ମଳ ହୃଦୟ ଦରକାର ତାଙ୍କୁ ଖୋଜି ପାଇବାକୁ। ଯଦି ଆପଣମାନଙ୍କୁ ଏ ମୋ କଥାଟି ଭଲ ଲାଗୁଥିବ ତାହେଲେ ନିଶ୍ଚିନ୍ତ ଫେସବୁକରେ ଫଲୋ କରିଦେବେ, ଆଉ ୟୁଟ୍ୟୁବରେ ସବସ୍କ୍ରାଇବ୍ କରିଦେବେ, ଲାଇକ୍ ସେୟାର କରିଦେବେ। ଯଦି ସବସ୍କ୍ରାଇବ୍ କରିଛନ୍ତି ଆଉ କରିବେନି, ଯଦି ନୂଆ ସବସ୍କ୍ରାଇବର କିଏ ତାହେଲେ କରିଦେବେ। ମୁଁ ଆପଣମାନଙ୍କୁ ଆହୁରି ସୁନ୍ଦର ସୁନ୍ଦର ମଧୁର ମଧୁର କଥା ଶୁଣେଇବି। ରହୁଛି। ଜୟ ଜଗନ୍ନାଥ।